ଆମର ଯେଉଁ ଗ୍ରୁପ ବସିଥିଲା ସେ ଗ୍ରୁପର ପ୍ରଜ୍ଞା ଚାହୁଁଛି ଏ ରିପୋର୍ଟ ଆଉ ଆକାଉଣ୍ଟ ଯେଉଁ ଡାଇରେକ୍ସନ ତାକୁ ଆମେ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛୁ ଏବଂ କମ୍ରେଡ ହେମଲତା ଯେଉଁ ସିଆଇଟିୟୁର କନଷ୍ଟିଟ୍ୟୁସନର ଧାରା 3A ଆମ ସିଆଇଟିୟୁର ଲକ୍ଷ୍ୟ କ'ଣ ସେଇ କଥାଟା କହିଥିଲେ। ଆମେ ମଧ୍ୟ ଆମ କଟକ ଜିଲ୍ଲା କମିଟିର ସମ୍ମିଳନୀର ରିପୋର୍ଟରେ ତାରିଖ ଆମେ କରୁଛୁ ସେ ଲକ୍ଷ୍ୟ ସମ୍ପର୍କରେ ଆମର ଆମେ ଡେଲିଗେଟ୍ ଆମ ହେଉଛି ଲିଡରସିପ୍ ଆମର ସଚେତନତା ବୃଦ୍ଧିର ଆହୁରି ଆବଶ୍ୟକତା ରହିଛି। ସେ ଲକ୍ଷ୍ୟ ହେଉଛି ଯେ ଅନ୍ୟ ସଂଗଠନ ଯେଉଁଗୁଡ଼ାକୁ ଆମେ ରିଫର୍ମିଷ୍ଟ ବା ସଂଶୋଧନବାଦୀ ସଂଗଠନ ବୋଲି କହୁ ସେମାନେ କେବଳ ବର୍ତ୍ତମାନର ଦାବି ଦେବା ଭିତରେ ଶ୍ରମିକ ଶ୍ରେଣୀର ଅର୍ଥନୈତିକ ଦାବି ଦେବାର ଗଣ୍ଡି ଭିତରେ ତାଙ୍କୁ ରଖିବା ପାଇଁ ଥାନ୍ତି କିନ୍ତୁ ସିଆଇଟିୟୁର ଗୋଟେ ମହତ୍ଵର ଲକ୍ଷ୍ୟ ରହିଛି ସେଟା ହେଉଛି ସମାଜ ପରିବର୍ତ୍ତନର ଲକ୍ଷ୍ୟ ଶୋଷଣ ମୁକ୍ତିର ଲକ୍ଷ୍ୟ ଏବଂ ସେଇ ଲକ୍ଷ୍ୟ ସେଇ ସମ୍ବିଧାନର 3A ଧାରାରେ ରହିଛି ଯେ ଶ୍ରମିକ ଶ୍ରେଣୀ ଯଦି ଅନ୍ୟ ଶୋଷିତ ଶ୍ରେଣୀକୁ ମୁକ୍ତ ନ କରିପାରିବ ସେ ନିଜେ ମଧ୍ୟ ମୁକ୍ତି ପାଇପାରିବ ନାହିଁ ସେ ବିଷୟରେ ଆମେ ଜାଣିବା ଦରକାର। ଗଲା ସମ୍ମିଳନୀ ଆମ ରାଜ୍ୟ ସମ୍ମିଳନୀ ଏବଂ ତାପରେ ଅନୁଷ୍ଠିତ ହୋଇଥିବା ଯେଉଁ ସର୍ବଭାରତୀୟ ସମ୍ମିଳନୀ ତା ଡାକରାକୁ ଆମେ କାର୍ଯ୍ୟକାରୀ କରିବାରେ ଆମର କିଛି ସଫଳତା ଯେମିତି ରହିଛି କିଛି ଦୁର୍ବଳତା ମଧ୍ୟ ରହିଛି। ସବୁଠୁ ବଡ଼ ସଫଳତା ହେଉଛି ଆମ କଟକ ଜିଲ୍ଲାରେ ସିଆଇଟିୟୁର ସବୁଠୁ ପୁରୁଣା ସଂଗଠନ ସେଟା ସିଆର୍ଆର୍ଆଇ ଶ୍ରମିକ ସଂଘ ସେଟା ଦୀର୍ଘ ପ୍ରାୟ 8-10 ବର୍ଷ ଧରିକି ସେମାନେ କିଛି ନେତୃତ୍ୱର ଦଲାଲି ଫଳରେ ସେମାନେ ବିଏମ୍ଏସ୍କୁ ଚାଲି ଯାଇଥିଲେ। ସେ ସମ୍ପୂର୍ଣ୍ଣ ସଂଗଠନ ଏହି ସମୟ ଭିତରେ ଆମ ସିଆଇଟିୟୁରେ ସାମିଲ ହୋଇଛନ୍ତି ଏବଂ ତାଙ୍କର ତେଣୁ ଆମର ସେଠି 219 ଜଣ ସଭ୍ୟ ଆମ ଜିଲ୍ଲାରେ ପଡ଼ିଛନ୍ତି କିନ୍ତୁ ଆମର ଯେଉଁଟା ଦୁର୍ବଳତା ସେଟା ହେଉଛି ଆମର ସେଇ ସ୍ୱାଧୀନ ସଂଗଠନ ଆମ ଜିଲ୍ଲାରେ ଖୁବ୍ କମ୍ ମଟେରିଆଲ ଗୋଟାଏ ଅଛି ଏମ୍ବିଡି ଅଛି ସେ ପ୍ରାୟ ପ୍ରାୟ କିନ୍ତୁ ଅଟାକଳ ସେଇ ସଂଗଠନଟା ଆଉ ଉତ୍ସବ ଗୋଟେ ରାଜ୍ୟସ୍ତରୀୟ ସଂଗଠନ ନିର୍ମାଣ ରାଜ୍ୟସ୍ତରୀୟ ସଂଗଠନ ଏ ଦୁଇଟା ଆକ୍ଟିଭ ରହିଛି କିନ୍ତୁ ନିର୍ମାଣର ଅନ୍ୟାନ୍ୟ କାରଣରୁ ସେଠି ଆମର ସଭ୍ୟ ସଂଖ୍ୟା ହ୍ରାସ ଘଟିଛି ଯାହାଫଳରେ ଆମ ଜିଲ୍ଲାରେ ସଭ୍ୟ ସଂଖ୍ୟା ହ୍ରାସ ଘଟିଛି। ରେଗୁଲାର ଫଙ୍କସନିଂ ଆମର ଗୋଷ୍ଠୀରୁ ଏବଂ ଏଇ ଯେଉଁ ସଂଗଠନ ମାନେ କହିଲେ ସେମାନେ ପ୍ରାୟ ପ୍ରତି ମାସରେ ତାଙ୍କର ରେଗୁଲାର ଫଙ୍କସନିଂ କରନ୍ତି। ଗୋଟେ ମିନିଟ୍ ଆମର ଜିଲ୍ଲା କମିଟିର ଯେଉଁଟା ଦୁର୍ବଳତା ଆମ ଜିଲ୍ଲା କମିଟି ନିୟମିତ ଭାବରେ ବସିପାରେ ନାହିଁ ଆମେ ତାକୁ ଏଥର ଠାବ କରୁଛୁ ଏବଂ ବସିଲେ ସେଥିରେ ଉପସ୍ଥାନ ହାର ଅତ୍ୟନ୍ତ ନିର୍ଦ୍ଧାରଣ ଆମେ ସେ ରିପୋର୍ଟ ରାଜ୍ୟକୁ ପଠେଇବୁ। ରାଜ୍ୟକୁ ରିପୋର୍ଟ ପଠେଇବାରେ ଆମର ଦୁର୍ବଳତା ରହିଛି କିନ୍ତୁ ଆମର ସଫଳତା ହେଉଛି ଆମେ ପ୍ରତ୍ୟେକଟି କେନ୍ଦ୍ରୀୟ ଆହ୍ୱାନ ବା ଇମିଡ଼ିଏଟଲି ଯେଉଁ ଘଟଣା ଘଟିଲା ତା ଦ୍ୱାରା ଆମେ ପ୍ରତିବାଦ ଏକକ ଭାବେ କରିଛୁ ଅନ୍ୟାନ୍ୟ ସେଣ୍ଟ୍ରାଲ ଫେଡେରେସନମାନଙ୍କୁ ଏକ୍ଟିଭ୍ କରିକି କରିଛୁ ଏବଂ ଅନ୍ୟାନ୍ୟ ଯେଉଁ ସ୍ୱାଧୀନ ଫେଡେରେସନ ଅଛି ତାଙ୍କ ସାଙ୍ଗରେ ଆମର ସମ୍ପର୍କ ଭଲ ରହିଛି ଆମେ ସେଟା କରିଛୁ। ଏହି ସମ୍ମିଳନୀ ବାକି ଯେଉଁ ସବୁ ସାଂଗଠନିକ ଦୁର୍ବଳତାକୁ ଚିହ୍ନିତ କରିଛି ରିପୋର୍ଟରେ ଯାହା ନେତାମାନେ କହିଛନ୍ତି ଆମେ ଆଗାମୀ ଦିନରେ ତାକୁ ନିଶ୍ଚୟ ଦୂର କରିବା ପାଇଁ ଚେଷ୍ଟା କରିବୁ। ଶେଷରେ ମୋର ଗୋଟେ ଅନୁରୋଧ ରହିବ ଆମେ ଯେଉଁମାନେ ନେତୃତ୍ୱ ଯିବୁ ଆମକୁ ଶିକ୍ଷିତ ହେବାକୁ ପଡ଼ିବ ଲେବର କୋଡ୍ ସମ୍ପର୍କରେ ଆମର ଟକିଂ ପଏଣ୍ଟସ୍ ତିଆରି କରିବାକୁ ପଡ଼ିବ। ଯେଉଁ ବୁକଲେଟ୍ ବାହାରିଛି କମ୍ରେଡ କୃଷ୍ଣନାଥ ଦାସ କହିଲା ବେଳେ ଯେଉଁ କଥା କହୁଥିଲେ ସେ ସମ୍ପର୍କରେ ଆମକୁ ସଚେତନ ହେବାକୁ ପଡ଼ିବ। ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ସଚେତନ ହେବାକୁ ପଡ଼ିବ। 5ଟା ଜିନିଷ ଉପରେ ସେମାନେ ଆକ୍ରମଣ କରୁଛନ୍ତି। 3ଟା ହେଉଛି ଶ୍ରମିକ ଶ୍ରେଣୀ ଭାବରେ ଆମର ମଜୁରୀ ଆମର ଚାକିରି ସହିତ ଏବଂ ଆମର ନିରାପତ୍ତା। 4ର୍ଥ ହେଉଛି ଆମର ଅଧିକାର। 5ମ ହେଉଛି ଆମର ଏକତା। ଏହି ବିରୁଦ୍ଧରେ ଆମକୁ ଲଢ଼ିବାକୁ ପଡ଼ିବ। ଏ କଥା କହି ସମସ୍ତଙ୍କୁ ଧନ୍ୟବାଦ ଦେଇ